ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀର ସାହିତ୍ୟ ବହିର ଏକ ସୁନ୍ଦର ପଦ୍ୟ ପାଠ କରିବା, ଯାହାର ନାଁ ହେଲା ଜାତୀୟ ପତାକା, ଯାହାକୁ ଲେଖିଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର। ପଣ୍ଡିତ ଗୋଦାବରୀଶ ମିଶ୍ର 1886 ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ସେ 1956 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ପୁରୀ ଜିଲ୍ଲାର ବା ଆଧୁନିକ ଖୋର୍ଦ୍ଧା ଜିଲ୍ଲାର, କାରଣ ପ୍ରଥମେ ପୁରୀ ଆଉ ଖୋର୍ଦ୍ଧା ଗୋଟିଏ ଜାଗାରେ ଥିଲା, ମାନେ ଗୋଟିଏ ଜିଲ୍ଲା ହୋଇଥିଲା, ତ ସେ ଆଧୁନିକ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ କବି, ନାଟ୍ୟକାର, ଔପନ୍ୟାସିକ ଓ ଗାଳ୍ପିକ, ତା ଛଡ଼ା ସେ ଜଣେ ଅନୁବାଦକ ମଧ୍ୟ ଥିଲେ। ଅନୁବାଦକ ଅର୍ଥାତ୍ ଅନ୍ୟ ଭାଷାର ଲେଖାକୁ ସେ ଓଡ଼ିଆ ଭାଷାରେ ଅନୁବାଦ କରି ଲେଖୁଥିଲେ। ସେ ପଣ୍ଡିତ ଗୋପବନ୍ଧୁଙ୍କର ଶିଷ୍ୟ ମଧ୍ୟ ଥିଲେ ଓ ଜଣେ ତାଙ୍କର ସହକର୍ମୀ ମଧ୍ୟ ଥିଲେ। ଆଉ ସେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା ମଧ୍ୟ କରିଥିଲେ। ଏହାଛଡ଼ା ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଜଣେ ଦକ୍ଷ ନେତା ଭାବରେ ସେ ତାଙ୍କର କାର୍ଯ୍ୟନିର୍ବାହ କରିଥିଲେ। ତାଙ୍କର ରଚନା ମଧ୍ୟରେ ଆଲେଖିକା, କିଶଳୟ, ଗୀତାୟନ ଏସବୁ ଜିନିଷ ପ୍ରସିଦ୍ଧ। ଏହାଛଡ଼ା ସେ ମୁକୁନ୍ଦ ଦେବ ଓ ପୁରୁଷୋତ୍ତମ ଦେବ ନାମକ ନାଟକ ମଧ୍ୟ ରଚନା କରିଥିଲେ। 1817 ମସିହାରେ ଗୋଟିଏ ଉପନ୍ୟାସ ଲେଖିଥିଲେ, ଯାହାର ନାଁ ଥିଲା ଅଭାଗିନୀ। ଏହା ମଧ୍ୟ ଏକ ଲୋକପ୍ରିୟ ଉପନ୍ୟାସ ଥିଲା। ସେ ଓଡ଼ିଶା ଓ ତହିଁରେ ମୋ ସ୍ଥାନ ଲେଖା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ସେ କୁନି କୁନି ପିଲାମାନଙ୍କ ପାଇଁ ପିଲାଙ୍କ କାହିଁକି, ରାମାୟଣ କଥା, ମହାଭାରତ କଥା, ଦକ୍ଷିଣ ଆଫ୍ରିକା, ଗ୍ରେଟ୍ ବ୍ରିଟେନ୍ ଓ ମଧ୍ୟ ଆମେରିକା ପ୍ରଭୃତି ପୁସ୍ତକ ପିଲାମାନଙ୍କ ପାଇଁ ରଚନା କରି ଯାଇଛନ୍ତି। ତୁମର ଏହି ଜାତୀୟ ପତାକା କାବ୍ୟରେ ଜାତୀୟ ପତାକା ପ୍ରତି ସମ୍ମାନ, ସ୍ୱଦେଶ ପ୍ରେମ ଆଉ କବିଙ୍କର ସୌନ୍ଦର୍ଯ୍ୟ ଚେତନା ଭରି ରହିଛି। ତାହେଲେ ଚାଲ ପାଠ କରିବା ଜାତୀୟ ପତାକା। ଏହାକୁ ନିଜ କଣ୍ଠ, ନିଜ ସୁରରେ ଭଲ ଭାବରେ ଗାଇବ। ମୁଁ ଏହା ଗାଇବାର ଚେଷ୍ଟା କରୁଛି। ଏହି ଯେ ଆମର ଜାତୀୟ ପତାକା, ଉଡ଼େ ଫର ଫର ପବନ ଶୁଏ, ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ, କନା ଛେକା ଖଣ୍ଡେ କେବଳ ନୁହେଁ। ଏହି ଯେ ଆମର ଜାତୀୟ ପତାକା, ଉଡ଼େ ଫର ଫର ପବନ ଶୁଏ, ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ, କନା ଛେକା ଖଣ୍ଡେ କେବଳ ନୁହେଁ। ଏ ପତାକା ତଳେ 30 ବରଷ ହୋଇଛନ୍ତି ଜାତି ସୈନ୍ୟ ରୁଣ୍ଡ, ଜାତୀୟ ସମରେ ଶତ ଶତ ବୀର ଲଢ଼ି ତ ହରାଇ ଅଛନ୍ତି ମୁଣ୍ଡ। ତହୁଁ ସ୍ୱାଧୀନତା ଆସି ଛିରାଇ ଯେ ଯାଇଛନ୍ତି ଚାଲି ବିଦେଶୀ ରଜା, ଛାର କନା ଖଣ୍ଡେ ନମଣ ଏହାକୁ, ଏ ତ ଆମ ପ୍ରିୟ ଜାତୀୟ ଧ୍ୱଜା। ସ୍ଥଳେ ଉଡ଼ାଇଲେ ପଦାତିକ ସେନା, ଉଡ଼ିବ ସାଗରେ ସମର ପୋତେ, ବ୍ୟୋମେ ଯୁଦ୍ଧ ବ୍ୟୋମ ଯାନେ ଏ ଶୋଭିବ, ବାଟ କାଟି ଯିବ ସମୀର ସ୍ରୋତେ। ରଖିବ ଏ ଆମ ମାନ ଏ ସଂସାରେ, ବଢ଼ାଇବ ଆମ ଜାତିର ଟେକ, କରିବ ନିଜର ଦେଶୁ ଦେଶେ ଯାହା, କରିଅଛି ମୋତେ ଜାତି ବୈରଖ। ତେଣୁ ଏ ଯେ ଆମ ଜାତିର ଦେବତା, ଜୁହାରିବା ଆଜି ଚାଲରେ ସର୍ବେ, ଯେତେ ଫର ଫର ଉଡ଼ିବ ଏ ସେତେ, ହୃଦୟ ଆମର ନାଚିବ ଗର୍ବେ। ଏଠାରେ କବି ଜାତୀୟ ପତାକାକୁ ସାମାନ୍ୟ କନା ଖଣ୍ଡେ ନୁହେଁ ବୋଲି କହିଛନ୍ତି। ତୁମେ ଦେଖିଥିବ ଆମର ଜାତୀୟ ପତାକା 3ଟି ରଙ୍ଗରେ ଅଛି, ତେଣୁ ଆମର ଜାତୀୟ ପତାକାକୁ ତ୍ରିରଙ୍ଗା କହନ୍ତି। ଏଥିରେ ନାରଙ୍ଗୀ ରଙ୍ଗ, ଧଳା ଓ ସବୁଜ ରଙ୍ଗ ଥାଏ। ଏହାର ମଧ୍ୟଭାଗରେ ଗୋଟିଏ ଚକ୍ର ଅଛି, ଯାହାକୁ ଅଶୋକ ଚକ୍ର କୁହାଯାଏ। ଜାତୀୟ ଝଣ୍ଡା
ଫରଫର ହୋଇ ଉଡ଼ୁଛି, ଯାହା ଆମ ଜାତିର ଏକ ଅମୂଲ୍ୟ ସମ୍ପଦ ଅଟେ। ଏହା ଆମ ଦେଶ ଆଉ ଜାତିର ଗର୍ବ ଓ ଗୌରବର ଏକ ପ୍ରତୀକ ବା ଚିହ୍ନ। ବିଜୟ ସ୍ମାରକୀ ରୂପେ ପବନ ସ୍ରୋତରେ ଏହା ଦୋଳାୟମାନ ହେଉଛି। କୋନାରେ ସାଧାରଣ କୋନାରେ ତିଆରି ହେଲେ ବି ଏହା ଜାତି ଓ ଦେଶର ଗର୍ବ। ତେଣୁ ଏହାକୁ ଅସମ୍ମାନ କରିବା କଥା ନୁହଁ। କବି ଆହୁରି କହିଛନ୍ତି ଯେ ଏହି ଜାତୀୟ ପତାକାର ତଳେ ଅସଂଖ୍ୟ ବୀର ଦେଶ ପାଇଁ ନିଜର ଜୀବନକୁ ବଳିଦାନ ଦେଇଛନ୍ତି। ବୀରମାନେ ଏହି ପତାକା ତଳେ ଶପଥ ନେଇ ଦେଶ ପାଇଁ ସେମାନେ ପ୍ରାଣ ବଳି ଦେଇଛନ୍ତି। ସେମାନଙ୍କର ତ୍ୟାଗ, ସେମାନଙ୍କର ବାଣୀ, ସେମାନଙ୍କର ବୀରତ୍ୱକୁ ଆମେ ସମ୍ମାନ ଦେବା କଥା। ଏହା ଛଡ଼ା କବି ଆହୁରି କହିଛନ୍ତି ଯେ ଏହା ଆମ ସ୍ୱାଧୀନତାର ପ୍ରତୀକ। ବିଦେଶୀ ଶକ୍ତିକୁ ତଡ଼ି ଆମେ ଏହି ଦେଶକୁ ସ୍ୱାଧୀନ କରିଛୁ, ଯାହା ବହୁତ କଷ୍ଟ ଥିଲା। ତେଣୁ ଏହା ଏକ ବିଜୟର ଏକ ଚିହ୍ନ ରୂପେ ଆମକୁ ଚିରଦିନ ପାଇଁ ପ୍ରେରଣା ଯୋଗାଉଥିବ। ଏହା ଆମର ହୃଦୟ ଓ ମନୋକିତକୁ ପ୍ରଫୁଲ୍ଲିତ କରିଥାଏ। କବି ଏଠାରେ ଆହୁରି କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ଏହା ଶୋଭା ପାଉଥାଏ। ଯେପରିକି ଆମର 3 ଭାଗରେ ବିଭକ୍ତ ହୋଇଥିବା ସୈନ୍ୟବାହିନୀ, ଯେପରିକି ସ୍ଥଳବାହିନୀ, ଜଳବାହିନୀ ଓ ଆକାଶ ବାହିନୀ। ସ୍ଥଳ ସେନାର ଯୁଦ୍ଧଯାନରେ, ବିମାନ ବାହିନୀର ଯୁଦ୍ଧ ବିମାନ ଓ ଜଳବାହିନୀର ଯୁଦ୍ଧ ଜାହାଜରେ ଜାତୀୟ ପତାକା ଫରଫର ହୋଇ ଉଡ଼ି ଶୋଭା ପାଉଥାଏ। ଏହାଛଡ଼ା ଆମେ ମଧ୍ୟ ଆମର ଜାତୀୟ ଦିବସମାନଙ୍କରେ, ଯେପରିକି ଅଗଷ୍ଟ 15, ଜାନୁଆରୀ 26ରେ ସବୁ ସ୍ଥାନରେ ଆମେ ଜାତୀୟ ପତାକା ଉଡ଼ାଇଥାଉ। ଯୁଦ୍ଧଠାରୁ ଆରମ୍ଭ କରି ଆମେ କ୍ରୀଡ଼ା ପର୍ଯ୍ୟନ୍ତ, ଆଉ ବିପଦଠାରୁ ଆରମ୍ଭ କରି ଆମେ ବୈଦେଶିକ ଚୁକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହାକୁ ଉଡ଼େଇଥାଉ। ତେଣୁ କବି ଶେଷରେ ଜାତୀୟ ପତାକାକୁ ପ୍ରଣାମ କରି ସମ୍ମାନ ଜଣାଇବା ପାଇଁ ମଧ୍ୟ କହିଛନ୍ତି। ଜାତୀୟ ପତାକା ଆମ ଜାତିର ଦେବତା, ଏହା ସମ୍ମାନ ଓ ଟେକ। ଆମେ ଯେକୌଣସି ମୂଲ୍ୟ ଦେଇ ଏହାର ଟେକକୁ ରକ୍ଷା କରିବା ଉଚିତ। ଏହାକୁ ଆମେ ଭକ୍ତିର ସହ ପ୍ରଣାମ କରିବା ଉଚିତ କଥା। ଏହି ପତାକା ଉନ୍ନତ ମଥା ତଳେ ଯେତିକି ଫରଫର ହୋଇ ଉଡ଼ିବ, ଆମ ହୃଦୟ ଗର୍ବ ଓ ଆନନ୍ଦରେ ସେତିକି ନାଚି ଉଠିବ ବୋଲି କବି ଏଠାରେ କହିଛନ୍ତି। ତେଣୁ ଆମେ ଭାରତୀୟମାନେ ଯୋଗ୍ୟ ସନ୍ତାନ ହେବା, ଦେଶ ଜାତିର ଗୌରବକୁ ରକ୍ଷା କରିବା। ଆମେ ସଂକୀର୍ଣ୍ଣତା ମନୋଭାବକୁ ପରିହାର କରି ନିଜକୁ ଏକ ବୋଲି ପ୍ରମାଣ କରିବା। ତାହେଲେ ଯାଇ ଜାତୀୟ ପତାକାର ମହତ୍ତ୍ୱ ପ୍ରକଟିତ ହେବ। ଏହା ଥିଲା ତୁମର ଜାତୀୟ ପତାକା ବିଷୟରେ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଧନ୍ୟବାଦ।